ଦେଖିଲ ଅନୁଜ ହ୍ୟାଲୋ। ସମୁଦ୍ର ଗର୍ଭକୁ ଖସି ପଡୁଛି ବଡ଼ ବଡ଼ ଘର। ସେହିପରି ଗୋଟିଏ ଘର ଭାଙ୍ଗି ସମୁଦ୍ରରେ ଲୀନ ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟକୁ ଦେଖିଲେ ଲାଗୁଛି ଯେ କେତେ ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ଏହା ହେଉଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପୋଡମ୍ପେଟା ଗାଁର ଦୃଶ୍ୟ। ପୋଡମ୍ପେଟା ଗାଁର 70% ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ପାଖରେ ଥିବା 12 ଖଣ୍ଡ ଗାଁକୁ ମାଡ଼ି ଆସୁଛି ବିପଦ। ତେଣୁ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ ନେଇ ଆଲୋଚନା କରିଛନ୍ତି। ଆଉ କ'ଣ କରାଗଲେ ସମୁଦ୍ର କୂଳ ଲଙ୍ଘିବ ନାହିଁ, ସେ ନେଇ ବୈଷୟିକ ଟିମ୍ ସହିତ ଆଲୋଚନା କରିଛନ୍ତି। ଆମେ ଆଜି ଜିଲ୍ଲାପାଳ ପାଖକୁ ଆସିଥିଲୁ। ଆପଣମାନେ ସମସ୍ତେ ଜାଣିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ସାରା ରାଜ୍ୟକୁ ଓଡ଼ିଶା ସରକାରଙ୍କୁ ଆମେ ଅବଗତ କରେଇଛୁ, ଜିଲ୍ଲା ପ୍ରଶାସନକୁ ବି ଅବଗତ କରେଇଛୁ। ଆପଣମାନେ ଜାଣିଛନ୍ତି ଯେ କଣ୍ଟିଆଗଡ଼, ଫଟୁଆକୁଦି, କଣ୍ଟିଆଗଡ଼, ପୋଡମ୍ପେଟା, ନୀଳାଦ୍ରିପୁର ଏମିତିକି 6ଟା ଗାଁ ସହିତ ଆହୁରି 50 ଖଣ୍ଡ ଗାଁ ଆକ୍ରାନ୍ତ ହେବେ। ତେଣୁ ଯୋଉ ଭୟଭୀତ ଯୋଉ ଆମେ ଚିନ୍ତାରେ ରହିଛୁ ଯେ ଜୀବନ ଆମର ରହିବ କି ନାହିଁ। ତେଣୁ କାଲି ଆଜି ରାତିରେ ବି କ'ଣ ହବ କହିପାରିବେନି, ମାତ୍ର ଆଉ 5-10 ମିନିଟର ଗଲା ପରେ ନିଶ୍ଚିତ ସମୁଦ୍ର କଣ୍ଟିଆଡ଼ ଭିତରେ ପଶିବ ଏବଂ 10 ଖଣ୍ଡ ଗାଁ ନିଶ୍ଚିତ ସମୁଦ୍ର ଭିତରେ ବିଲୀନ ହେଇଯିବ। ଏ କଥା ଆମେ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲୁ। ଆମେ ଆସିଥିଲୁ 5ଟା ଗାଁର ଏବଂ 100ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲୁ। ଆମେ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛୁ। ସେ ପ୍ରତିଶ୍ରୁତି ଆମକୁ ଦେଇଛନ୍ତି, ଆମେ ବୁଝି ବିଚାରି ଆଲୋଚନା କରିବୁ। ସେ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଅନ୍ୟାନ୍ୟ ଅଫିସରଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି ଆମେ ଆମ ଆଗରେ। କିନ୍ତୁ ସାର୍ ପ୍ରତିଶ୍ରୁତି ଦେଇଛନ୍ତି ସତ କଥା, କିନ୍ତୁ ଆମେ ଗୋଟେ ସ୍ଥାୟୀ ସମାଧାନ ସହିତ କରାଯାଉ। ତା ସହିତ କାଲିକି କ'ଣ ହବ ଆଜି ଆମେ ଚାହୁଁଛୁ, ଆମର ବ୍ୟାକୁଳତାଟା ଏବଂ ଆମର ଯୋଉ ଇଚ୍ଛାଟା ଯେ ଆମ ଯୋଉ ଭୟର ବାତାବରଣଟା ହଉଛି, ରାତି ପାଇଲେ ବି ଆଜି ରାତି ପାଇଲେ ବି ଭିତରକୁ ସମୁଦ୍ର ପାଣି ପଶି ଯାଇପାରେ। ୟାର ଗୋଟେ ନିଚ୍ଛକ ଏବଂ ପ୍ରକୃତ କଥାଟା ବାହାର କରିକି ଆଉ ଗୋଟେ ନିଶ୍ଚିତ ଆମକୁ ସୁରକ୍ଷା ଦିଅନ୍ତୁ। ଏଇଥିପାଇଁ ଆମେ ତେବେ ଗୋଟିଏ ପରେ ଗୋଟିଏ ଘରକୁ ସମୁଦ୍ର ଗିଳି ଚାଲିଥିବା ବେଳେ ସମୁଦ୍ରର କରାଳ ରୂପରେ ଶ୍ରୀହୀନ ହେବାକୁ ବସିଲାଣି ପୋଡମ୍ପେଟା ଗାଁ। ଏପରିକି ପୋଡମ୍ପେଟା ପରେ ଏବେ 12 ଖଣ୍ଡ ଗାଁକୁ ଗିଳିବା ପାଇଁ ବଡ଼ ବଡ଼ ଲହରୀ ଦେଇ ମାଡ଼ି ଆସୁଛି ସମୁଦ୍ର। ଗତ କିଛି ଦିନ ପୂର୍ବରୁ ଗାଁର 10ରୁ ଅଧିକ ଘର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ପୁଣି ଆଜି ଅପରାହ୍ନରେ କିଛି ଘର ଭାଙ୍ଗିରୁଜି ସମୁଦ୍ରରେ ମିଶି ଯାଇଛି। ତେଣୁ ପୋଡମ୍ପେଟା ପରେ ଆଉ 12 ଖଣ୍ଡ ଗାଁ ବିପଦରେ ଥିବା ଯୋଗୁଁ ସେହି ସବୁ ଗାଁର ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଦୁଃଖ ଜଣାଇଛନ୍ତି। ଆଉ ବିଳମ୍ବ ନ କରି ତୁରନ୍ତ ସମୁଦ୍ର କୂଳ ନିକଟରେ ପଥର ବନ୍ଧ ସହିତ ସିମେଣ୍ଟ କଂକ୍ରିଟ ୱାଲ୍ କରାଯାଉ ବୋଲି ଦାବି କରିଛନ୍ତି। ଯେ ବର୍ତ୍ତମାନ ସମୁଦ୍ର ଯୋଉ ପ୍ରକାର କୂଳ ଖାଇ ଖାଇ ଆସୁଛି, ମାତ୍ର ଆଉ 10 ମିଟର ଦୂରତାରେ ଅଛି ଯୋଉ ଢେପଟା, ସେ ଢେପଟାକୁ ଖାଇଦେଲେ ସେ କଣ୍ଟିଆଗଡ଼ ଗାଁ ଭିତରେ ପାଣି ପଶିଯିବ ଏବଂ କଣ୍ଟିଆଗଡ଼ରେ ପାଣି ପଶିଲା ମାନେ ସେଠାରେ ଫଟୁଆକୁଦା, ନୀଳଦ୍ରିପୁର, ମୟୂରପଦା, ଗୋଖରୁକୁଦା ଏପରିକି ପାଳିବନ୍ଧ ପଞ୍ଚାୟତର 12 ଖଣ୍ଡ ଗ୍ରାମ ଏବଂ ତା ସହିତ ନ୍ୟାସନାଲ ହାଇୱେକୁ ପାଣି ଲାଗିଯିବ। ଯାହାଫଳରେ ଏବେଠୁ ଯଦି ସରକାର ଏବଂ ପ୍ରଶାସନ ଯଦି ସତର୍କତା ଅବଲମ୍ବନ କରି ଆମକୁ କିଛି ସୁରକ୍ଷା ନ ଦେବେ, ତାହେଲେ ଆଗାମୀ ଦିନରେ ଏତେ ଧନ ଜୀବନ ଏବଂ ଜୀବିକା କ୍ଷୟକ୍ଷତି ହେବ, ତାହା ଆଉ କିଛି ସେମାନେ ଚାହିଁଲେ ବି ଆଉ କିଛି କରିପାରିବେ ନାହିଁ। ସେଥିପାଇଁ ଆମେ ଏତିକି ଆପଣମାନଙ୍କ ମାଧ୍ୟମରେ ଏବଂ ସରକାରକୁ ଏବଂ ପ୍ରଶାସନକୁ ନିବେଦନ କରୁଛୁ ଯେ ଯଥାଶୀଘ୍ର ସେଠାରେ ଆମର ପଥର ବନ୍ଧ କରନ୍ତୁ ବା ଗାର୍ଡ ୱାଲ୍ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଚିର ଉପକୃତ ହେଇପାରିବୁ। ତେବେ ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିଲେ। ତେଣୁ ସେହି ସୁପାରିଶକୁ ଆଧାର କରି ସ୍ଥାୟୀ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ନାୟକ। ସେପଟେ ବୈଷୟିକ ଟିମ୍ ଓ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ ପାଇଁ କୁହାଯାଇଛି। ବୈଷୟିକ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରି ରିପୋର୍ଟ ଦେବା ସହିତ ଡିପିଆର୍ ପ୍ରସ୍ତୁତ କରାଯିବ। ସେଠାରେ ପଥର ବନ୍ଧ ନା ସିମେଣ୍ଟ କଂକ୍ରିଟ ୱାଲ୍ କରାଗଲେ ସମୁଦ୍ର କୂଳ ଲଙ୍ଘିବାରୁ ରୋକାଯାଇପାରିବ, ସେ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।
ଆଜି ପୋଡମ୍ପେଟାଟାରେ ଯୋଉ କୋଷ୍ଟାଲ ଇରୋସନ ର ପ୍ରଭାବ ଦେଖାଯାଉଛି ତାକୁ ନେଇକରି ସମସ୍ତ ଷ୍ଟେକ୍ ହୋଲ୍ଡର ସହିତ ଗୋଟେ ଆଲୋଚନା ବୈଠକ ଆୟୋଜନ କରାଯାଇଥିଲା ଯୋଉଥିରେ ନିଷ୍ପତ୍ତି ହେଇଛି ଇରିଗେସନ ବିଭାଗ ଦ୍ୱାରା ତାର ଗୋଟେ ଟେକ୍ନିକାଲ ଆନାଲିସିସ୍ କରିକି ଆମେ ସେଠି କଣ ପ୍ରଡକ୍ଟିଭ ମେଜର୍ସ ଆମେ ନେଇପାରିବା ସେଠି ଟେଟ୍ରାହାଡ୍ରନ୍ ବ୍ଲକ୍ସ ହଉ ବା କୋଷ୍ଟାଲ ଇରୋସନ ପ୍ରିଭେଣ୍ଟ କରିବା ପାଇଁ ସି ୱାଲ୍ ଯଦି କିଛି କରିହେବ ତାକୁ ନେଇକରି ଗୋଟେ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଇରିଗେସନ ବିଭାଗକୁ କୁହାଯାଇଛି ଯୋଉମାନେ ଆଜି ସନ୍ଧ୍ୟା ସୁଦ୍ଧା ଭିଜିଟ୍ କରିକି ତାଙ୍କର ଟେକ୍ନିକାଲ ଏକ୍ସପର୍ଟ ମାନଙ୍କର ଆଡଭାଇସ୍ ନେବେ ଏବଂ ଆଗାମୀ ଦିନରେ ତାର ଡିପିଆର୍ ପ୍ରସ୍ତୁତ ହେଲା ପରେ ଆମେ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ସେଟା ପଠାଇବା।